ଶ୍ରୀଲମ୍ବା ସମସ୍ତଙ୍କୁ ପ୍ରାତଃକାଳୀନ ଭଗବାନଙ୍କର ନାମ ସେସନରେ ସ୍ୱାଗତ। ତା ପୂର୍ବରୁ ଆମେ ଶ୍ରବଣ କରୁଥିଲେ ହରିନାମର ମହିମା। ହରିନାମର ମହିମାରେ ବହୁତ ସୁନ୍ଦର ଭାବରେ ବର୍ଣ୍ଣନା କରାଯାଇଛି କି ହରିନାମ ଦ୍ଵାରା ଜଣଙ୍କର ସମସ୍ତ ପାପ ନଷ୍ଟ ହୋଇଯାଏ। ଭଗବାନ ବି ସୁନ୍ଦର ଭାବରେ ଭଗବତ ଗୀତାରେ କହିଛନ୍ତି सर्वधर्मान् परित्यज्य माम् एकं शरणं व्रज अहं तान् सर्व पापेभ्यो मुक्ष्यिष्यामि मा शुचः। तो भगवानଙ୍କର ନାମ ଉଚ୍ଚାରଣରେ ସମସ୍ତ ପ୍ରକାର ପାପ ନଷ୍ଟ ହୋଇଯାଏ, ପାପର ପ୍ରତିକ୍ରିୟା ନଷ୍ଟ ହୋଇଯାଏ, ପାପର ପ୍ରବୃତ୍ତି ନଷ୍ଟ ହୋଇଯାଏ, ଆଉ ଜଣକୁ ଉଚ୍ଚତମ ଆଧ୍ୟାତ୍ମିକ ସ୍ଥିତିକୁ ପ୍ରାପ୍ତ ହୁଅନ୍ତି। କିନ୍ତୁ ଯେତେବେଳେ ଆମେ ଭଗବାନଙ୍କର ନାମକୁ ଶ୍ରବଣ କରନ୍ତି, ନାମର ମହିମା ଶ୍ରବଣ କରନ୍ତି, ସେତେବେଳେ ବେଳେ ବେଳେ ଆମକୁ ଲାଗେ କି କାହିଁ ପ୍ରାକ୍ଟିକାଲି ତ ଆମ ସହିତ ଏମିତି ହଉନି। ଆମେ ତ ନାମ ଜପ କରୁଛେ, ତଥାପି ଆମେ ଯାହା ପୂର୍ବ ଅଭ୍ୟାସ ଅଛି ତାକୁ ମେଣ୍ଟେନ କରିକି ଅଛି। ଭୌତିକ ଆସକ୍ତି ଆମର କାହିଁକି ଏତେ ଘଟୁନି। ଯାହା ପୂର୍ବବତ ଅଛି ଯଥା ପୂର୍ବଂ ତଥା ପରମ୍ ଅଛି। ତ କଣ ରହସ୍ୟ ଅଛି? ତ ବାସ୍ତବରେ ସତ୍ୟ ତ ଏଇ ଜିନିଷ କି ଭଗବାନଙ୍କର ନାମ ଅତ୍ୟନ୍ତ ଶୁଦ୍ଧ, ଆଉ ଭଗବାନଙ୍କର ନାମ ପୂର୍ଣ୍ଣ ଶକ୍ତିଶାଳୀ। କିନ୍ତୁ ଏହା ତାର ପ୍ରଭାବ ସେତେବେଳେ ପକେଇ ପାରିବ ଯେତେବେଳେ ଭଗବାନଙ୍କର ନାମକୁ ଆମେ ଆଦର ସହକାରେ ଆଉ ଅପରାଧ ରହିତ ହେଇକି ଗ୍ରହଣ କରିବା। ଆଦର ସହକାରେ ଗ୍ରହଣ କରିବା, ଅପରାଧ ରହିତ ହେଇକି ଗ୍ରହଣ କରିବା। ତେଣୁ ସେତେବେଳେ ଆଟେଣ୍ଟିଭ ଚାଣ୍ଟିଂରେ ଏଇ ଫଳ ଆମକୁ ପ୍ରାପ୍ତ ହେଇପାରିବ। ତେଣୁ ଜଣେ କହିପାରେ ଠିକ ଅଛି, ଚୈତନ୍ୟ ମହାପ୍ରଭୁ କହିଲେ ଏନେଛି ଔଷଧିର ମାୟା ନାସିବାର ଲାଗି ହରେ କୃଷ୍ଣ ମହାମନ୍ତ୍ର ଲାଓ ତୁମି ମାଗି। ଗୋଟେ ଲୋକ ବଦାନ୍ୟ ବ୍ୟକ୍ତି ସେ କଣ କରିବ? ଏଇ କମ୍ବଳ ବାଣ୍ଟିବ କିମ୍ବା ଭାବ କିଛି ଗୋଟେ ଖାଦ୍ୟ ବାଣ୍ଟିବ, ତ ସିଏ ଆଣିକି ଦେଇକି ଯିବା କଥା। ତ ଏଠି ଭଗବାନ କହୁଛି ଏନେଛି ଔଷଧିର ମାୟା ନାସିବାର ଲାଗି। ମୁଁ ମାୟାର ଔଷଧ ଆଣିଛି ନାଶ କରିବା ପାଇଁ ମାୟାକୁ, କିନ୍ତୁ ହରେ କୃଷ୍ଣ ମହାମନ୍ତ୍ର ଲାଓ ତୁମେ ମାଗି, ତୁମେ ମୋଠୁ ମାଗିକି ନିଅ। ତ ଯିଏ ବଦାନ୍ୟ ବ୍ୟକ୍ତି ଥିବ ସେ ଦବା କଥା। ଚୈତନ୍ୟ ମହାପ୍ରଭୁଙ୍କୁ ଆମେ କହୁଛେ ନମ ମହାବଦାନ୍ୟାୟ। ତ ଭଗବାନଙ୍କର ପୂର୍ଣ୍ଣ ରୂପରେ ଭଗବାନ ପୂର୍ଣ୍ଣ ଔଦାର୍ଯ୍ୟ ଅବତାର ଭଗବାନଙ୍କର, କିନ୍ତୁ ସିଏ ଆଜି କହୁଛନ୍ତି ତମେ ମାଗିକି ନିଅ। କଣ ନା ଭଗବାନ ଚାହାନ୍ତି କି ମିନିମମ୍ ସିନ୍ସିୟରିଟି ମଷ୍ଟ ବି ମେଣ୍ଟେନ୍ଡ। ଅତି କମ ରେ ଯେତିକି ଆମେ ନିଷ୍ଠାପର ରହିବାର ଅଛି ସେତିକି ନିଷ୍ଠା ଆମକୁ ଶୋ କରିବା ଅଛି। କାହିଁକି? ତ ସିମ୍ପଲ ରିଜନ, ହରିନାମ କୌଣସି ଅକ୍ଷରରେ ସଂଯୋଜିତ ଜିନିଷ ନୁହେଁ। ହରିନାମ ନା ବ୍ୟକ୍ତି। ତମେ ଭାବ ମୁଁ କାହା ସହିତ ଏବେ କଥା ହଉଛି, ମୁଁ ଗୋଟେ ମିନିଟ କଥା ହେଲି, ତାପରେ ମୁଁ କଣ କରିବି? ମୁଁ ମୁହଁ ବୁଲେଇକି ଇଆଡେ ସିଆଡେ ଅନେଇବି, କଥା ମାନେ ନଜର ପକେଇବିନି କାହା ଉପରକୁ, ଏମିତି ଦେଖିବିନି। ତମେ ତମର କଥା, ମୁଁ କଥା ଖାଲି କହିବି ଏମିତି। ତ ତୁମେ କେତେ ସମୟ ଧୈର୍ଯ୍ୟ ସହିତ ବସିବ? ତୁମେ କଣ କହିବ? ହଁ ପ୍ରଭୁଜୀ ବୋଧେ କଥା ହବାର ମନ ନାହିଁ, ସେଇଥିପାଇଁ ଏମିତି ଇଆଡେ ସିଆଡେ ଅନଉଛନ୍ତି ଆଉ ଲାଗିବ। ହରିନାମ ଯଦି ଜଣେ ବ୍ୟକ୍ତି, ତେଣୁ ହରିନାମ କଣ ଚାହାନ୍ତି କି ମତେ ଯିଏ ଆପ୍ରୋଚ କରିବ ତ ସିଏ ନିଷ୍ଠାପର ଭାବରେ ମତେ ମୋ ପାଖକୁ ଆଟେଣ୍ଟିଭଲି ଆସିବ। ବିନା ଆଟେନସନରେ ହରିନାମ କେବେ ନିଜର ଫୁଲି ପୋଟେନ୍ଟକୁ ଏକ୍ସପୋଜ କରନ୍ତିନି। କିନ୍ତୁ ହରିନାମ କାହିଁକି ଆମ ପାଇଁ ପୂର୍ଣ୍ଣ ରୂପରେ ଆମ ଉପରେ କୃପା କରନ୍ତି? କେମିତି ନା ବାରମ୍ବାର ବାରମ୍ବାର ଆମକୁ ପ୍ରୋତ୍ସାହନ ଦିଅନ୍ତି, ସୁଯୋଗ ପ୍ରଦାନ କରନ୍ତି କି ଆମେ ଆଟେଣ୍ଟିଭଲି ନିଷ୍ଠାପର ଭାବରେ ଧ୍ୟାନ ପୂର୍ବକ ଜପ କରିବା ପାଇଁ। ଆଉ ଧ୍ୟାନ ପୂର୍ବକ ଜପ କେତେବେଳେ ଆସିବ? ଯେତେବେଳେ ଆମେ ଧ୍ୟାନ ପୂର୍ବକ ଶ୍ରବଣ କରିବା। ତେଣୁ ଆମେ ସିନସିୟର ଏଫର୍ଟ ଆମେ ଦବାର ଅଛି। ସିନସିୟର ଏଫର୍ଟ ଦେଲେ ଭଗବାନଙ୍କର ଏଇ ଯୋଉ ହରିନାମର ମହିମାଟା ଆମ ହୃଦୟରେ ପ୍ରକାଶିତ ହବ। ତେଣୁ ଆମକୁ ଫୁଲ ଏଫର୍ଟ ଦେବାର ଅଛି। ସେଥିପାଇଁ ଏତେ ଟ୍ରିକ୍ସ ଟେକ୍ନିକ ଆମେ ଆପଣଉଛେ। ସିଧା ବସିବ, ପୋସ୍ଚର ସିଧା କରିବ, କି ପ୍ରୋନାଉନ ସିଧା କରିବ। ଏଟା ହେଲା ବଡି ମାଇଣ୍ଡ ଆଉ ହାର୍ଟ କୁ ଆଲାଇନ କରିବାର ଅଛି। ବଡି ମାଇଣ୍ଡ ହାର୍ଟ କୁ ଆଲାଇନ କରିବାର ଅଛି। ପ୍ରତ୍ୟେକ ଶବ୍ଦକୁ ସୁନ୍ଦର ଭାବରେ କ୍ଲିୟରଲି ଉଚ୍ଚାରଣ କରିକି କ୍ଲିୟରଲି ଶ୍ରବଣ କରିବ। ମନକୁ ପ୍ରେଜେଣ୍ଟରେ ରହିବାର ଅଛି। ମନ ସବୁବେଳେ ଆଇଦର ପାଷ୍ଟ କିମ୍ବା ଫ୍ୟୁଚର କୁ ଦୌଡିବ, କିନ୍ତୁ ମନକୁ ଟାଣିକି ପୁଣି ପ୍ରେଜେଣ୍ଟରେ ରଖିବାର ଅଛି। ନାହିଁ ତ ଶୁଣ, ହରିନାମ ବହୁତ ଲମ୍ବା ଅଛି, ତ ଆମେ ଗୋଟେ ଗୋଟେ ଫ୍ରେଜ ବାଇ ଫ୍ରେଜ କରିପାରିବା। ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ତ ଗୋଟି 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 ଆମକୁ ଗଣିବାର ଅଛି। କେହି ଭାବିବନି କି ଆଉ ଗୋଟେ 2 ମିନିଟ ଆମେ ଯଦି ବଞ୍ଚେଇଦବା ତାହେଲେ ଆମେ ମାନେ ହୋଲ ଦିନ ଭିତରେ ଆଉ ଗୋଟେ ବଡ କିଛି କାମ କରିଦେଇ ପାରିବା। ନାହିଁ, ଆମକୁ ତରତର ହବାର ନାହିଁ। ଆରାମସେ ଭଗବାନଙ୍କର ନାମ ଯେତିକି ସମୟ ଜପ କରିବା, ସୁନ୍ଦର ଭାବରେ ଜପ କରିବା। ତେଣୁ ଏଇ ସବୁ ଜିନିଷକୁ ଆଉ ପ୍ରେଫୁଲ ମୋଡରେ ଆମେ ହାର୍ଟରେ ଭଗବାନଙ୍କୁ ପ୍ରାର୍ଥନା କରିବା ଦରକାର କି ଜନ୍ମ ଜନ୍ମାନ୍ତରରେ ଆମେ ଆପଣଙ୍କର ତାର ବହୁତ ଦୂରକୁ ଚାଲି ଯାଇଛି, ଆଉ ସେ ଦୂରତା ଏବେ କମିଯାଉ ଭଗବାନଙ୍କର ନାମ ପ୍ରତି। ଗୋଟେ ଟର୍ମ ମୋର ମନେ ପଡିଲା, ପ୍ରକ୍ସିମିଟି ଅଫ ଦ ହୋଲି ନେମ, ମାନେ ଭଗବାନଙ୍କର ନିକଟତା ଆମେ ଅନୁଭବ କରିବା ଦରକାର ହେଲା। ଏଇ ସବୁ ଜିନିଷ କଲେ ଧୀରେ 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 ଆମେ ହରିନାମର ଫୁଲ
ବ୍ଲେସିଂସ୍ ଟା ପାଇପାରିବା ଆଉ ଆମେ ରିଏଲାଇଜ କରିପାରିବା ହରିନାମ କୌଣସି ପ୍ରକାର ଭୌତିକ ଜିନିଷ ନୁହେଁ। ହରିନାମ ଭଗବାନ ନିଜେ ସାକ୍ଷାତ ହରି ଭଗବାନ ଭଗବାନ ସାକ୍ଷାତ ହରି। ତେଣୁ ଆମେ ତାର ଫୁଲି ପୋଟେଣ୍ଟକୁ ଯେତେବେଳେ ରିଏଲାଇଜ କରିପାରିବା। ତେଣୁ ଆସନ୍ତୁ ଆମେ ସମସ୍ତେ ଭଗବାନଙ୍କର ଏଇ ନାମକୁ ଉଚ୍ଚାରଣ କରିବା ହୃଦୟର ସହିତ ଆଉ ଶ୍ରବଣ କରିବା କର୍ମ ମାଧ୍ୟମରେ ବହୁତ ଆଟେଣ୍ଟିଭଲି। ଠିକ ଅଛି। ଏହା ପୂର୍ବରୁ ଆମେ ବୈଷ୍ଣବ ମାନଙ୍କୁ ପ୍ରଣାମ କରିବା। ବୈଷ୍ଣବ ମାନେ ବାଞ୍ଛା କଳ୍ପତରୁ ସଦୃଶ କ୍ଷମାଶୀଳ ଏବଂ ଦୟାର ସାଗର ପତିତ ଜୀବଙ୍କର ଉଦ୍ଧାରକାରୀ ଦୈନନ୍ଦିନ ଜୀବନରେ ଜ୍ଞାତ ବା ଅଜ୍ଞାତ ସାରରେ ଯଦି କୌଣସି ସାଧୁ ଗୁରୁ ବୈଷ୍ଣବଙ୍କ ନିକଟରେ ଅପରାଧ ହୋଇଥାଏ ତାହେଲେ ପ୍ରାତଃ ମୁହୂର୍ତ୍ତରେ ସେମାନଙ୍କ ଜୀବନକୁ ମନରେ କ୍ଷମା वञ्चाकल्पतरुर्भ्यश्च कृपा सिन्धुभ्येव च पतितानां पावनेभ्यो वैष्णवेभ्यो नमो नमः। अनंत कोटि वैष्णव भक्तवृंद की जय। नामाचार्य श्री हरिदास ठाकुर की जय। वैष्णव ठाकुर श्रील प्रभुपाद की जय। हरे कृष्ण। तो जब स्टार्ट करें